ଦର୍ଶକ ଭାଇମାନେ ଆପଣଙ୍କର ବୁଢ଼ା ଆଙ୍ଗୁଠି ବଥା ହେଉଛି କି ପୁଜ ବାହାରୁଛି, ଯଦି ଜ୍ୱଳନ ହେଉଛି, ଯଦି ଫୁଲି ଯାଇଛି ତ ଯାହାର ଉପଚାର ମୁଁ ଆପଣଙ୍କ ପାଇଁ ନେଇଛି এই ଭିଡ଼ିଓ ମାଧ୍ୟମରେ। ଚାଲନ୍ତୁ ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହ୍ୟାଲୋ ଫ୍ରେଣ୍ଡ, ଆପଣମାନେ ଦେଖିପାରୁଛନ୍ତି ଏଭଳିସୁଛନ୍ତି ଓଡ଼ିଆ, ଖାସ୍ ଆପଣଙ୍କର ପ୍ରିୟ ଓଡ଼ିଆ ଚ୍ୟାନେଲ। ଏକ ନୂଆ ଭିଡ଼ିଓ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛି ସ୍ପେଡ୍ ଡି ଟ୍ୟାବଲେଟ୍ ଏବଂ ଟପିଫୋର୍ଟ NX ଲୋସନ୍ ବିଷୟରେ। ଏହି ମେଡ଼ିସିନ ପ୍ରକୃତରେ କେଉଁ କାମରେ ବ୍ୟବହାର କରାଯାଏ ଆପଣ ଜାଣିନଥିଲେ, ଯଦି ଜାଣି ରଖନ୍ତୁ। ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଜଣାଇ ଦେଉଛି ବହୁତ ଭଲ ମେଡ଼ିସିନ। ଆପଣମାନେ ବିଲରେ କାମ କରୁଥିବେ, ଯଦି ବିଲରେ କାମ କରୁନଥିବେ, ଯଦି କୌଣସି କାଦ ଜାଗାରେ କାମ କରୁଥିବେ, ତାହେଲେ ଆପଣଙ୍କ ନଖ ମୁଡ଼ି, ଯେଉଁ ବୁଢ଼ା ଆଙ୍ଗୁଠି ନଖ ମୁଡ଼ି ଜାଣି ରଖନ୍ତୁ। ଏ ବୁଢ଼ା ଆଙ୍ଗୁଠି ଦେଖୁଛନ୍ତି ଆପଣମାନେ, ଏ ବୁଢ଼ା ଆଙ୍ଗୁଠିର ନଖ କୋଣରେ ଘା ହେଇଯାଏ, ଆପଣଙ୍କର ପାଚିଯାଏ, ସଢ଼ିଯାଏ ଏବଂ ପୁଜ ଜମିଯାଏ ଆଉ ବହୁତ ବଥା ହୁଏ। ଆପଣ ସହ୍ୟ କରିପାରନ୍ତି ନାହିଁ, ଆପଣଙ୍କୁ ଚାଲିବା ପାଇଁ ମଧ୍ୟ କଷ୍ଟ ହୁଏ। ସେଇ ନଖ ମୁଣ୍ଡ ଯଦି ଆପଣ ଫୁଲି ଯାଇଥିବ, ବାସ୍ନା ହେଉଥିବ, ଦୁର୍ଗନ୍ଧ ହେଉଥିବ, ତାହେଲେ ଆପଣମାନେ ଏହି ମେଡ଼ିସିନକୁ ବ୍ୟବହାର କରିପାରିବେ। ହେଉଛି ଟପିଫୋର୍ଟ NX ଲୋସନ୍, କ୍ଲୋବେଟାସୋଲ୍, ପ୍ରୋଭୋନାଇଟ୍, କର୍ଟିମାଜଲ୍ ଏବଂ ନିଓମାଇସିନ୍ ସଲଫେଟ୍ ଟପିକାଲ୍ ସସ୍ପେନ୍ସନ୍। এই ଲୋସନ୍ଟି ଆପଣଙ୍କର 15 ml ଅଛି। ଟ୍ରିପଲ୍ ଆକ୍ସନ୍, ବୁଝିପାରିଲେ, ଟ୍ରିପଲ୍ ଆକ୍ସନ୍ କାମ କରେ। ଆପଣଙ୍କ କାଛୁ କୁଣ୍ଡିଆରେ ମଧ୍ୟ କାମ କରେ, କିନ୍ତୁ ସେ ବିଷୟରେ ମୁଁ ଆପଣଙ୍କୁ କହୁନି। ଆପଣଙ୍କର ଯେଉଁ ନଖ ମୁଣ୍ଡି କଥା ହିଁ ପ୍ରଥମେ କହୁଛି, କେମିତି ବ୍ୟବହାର କରିବେ। ପ୍ରଥମେ ଆପଣ এই ନଖ ମୁଣ୍ଡିଟା କାଟିଦେବେ, ବ୍ଲେଡ଼୍ରେ କାଟିଦେବେ କିମ୍ବା କେଉଁ ଧାରୁଆ ଅଂଶରେ, ଯଦି ବ୍ଲେଡ଼୍ରେ କାଟନ୍ତୁ, ନଖ କଟାରେ କାଟି ହେବନି। ଆପଣ এই ବ୍ଲେଡ଼୍ରେ ପ୍ରଥମେ କାଟିଦେବେ এই ନଖ ମୁଣ୍ଡିଟା, ଯେଉଁ ନଖରେ ଆପଣଙ୍କର ବଥା ହେଉଥିବ, ବୁଝିପାରିଲେ, ସେ ମୁଣ୍ଡିଟା କାଟିବେ। କାଟି ସାରିଲା ପରେ ଆପଣମାନେ ଏଇଠି ହୋଲ୍ ଗୋଟେ କରିଦେବେ। ହୋଲ୍ କରିଲେ ଗୋଟେ ଛୁଞ୍ଚିରେ ହୋଲ୍ କରିଦେଲେ, ବୁଝିପାରିଲେ। ଛୁଞ୍ଚିରେ ହୋଲ୍ କଲା ପରେ ସେ ମୁଣ୍ଡିରେ ଆପଣଙ୍କର ନଖ କୋଣ ମୁଣ୍ଡିରେ ଆପଣ ପକାଇବେ। ଯେଉଁ ମୁଣ୍ଡି ଦେଖୁଛନ୍ତି, ଏଇ ମୁଣ୍ଡିରେ ସେ ନଖ କୋଣରେ ବୁନ୍ଦେ ବୁନ୍ଦେ କରି ପକାଇବେ ହେଲା। ଆଉ କିଛି କରିବାର ନାହିଁ, ଆପଣଙ୍କୁ ଆଉ କିଛି କରିବାର ନାହିଁ। ଖାଲି ଯେଉଁ ହୋଲ୍ ଯେଉଁ କରିଥିବେ ସେ ହୋଲ୍ରେ ଆପଣ ପକାଇବେ ବ୍ଲେଡ଼୍ ଯେଉଁ କାଟିଥିବେ ଆପଣ ନଖ ମୁଣ୍ଡିଟା। ଚମଡ଼ା କାଟିବେ ନାହିଁ, ଚମଡ଼ା କାଟିଲେ ଆପଣଙ୍କୁ ରକ୍ତ ବାହାରିବ, ବୁଝିପାରିଲେ। ଆପଣ ପ୍ରତ୍ୟେକ ଦିନ 2 ବୁନ୍ଦା ସକାଳେ ଏବଂ ରାତିରେ ପକାଇବେ। 2 ବୁନ୍ଦ ହିଁ ପକାନ୍ତୁ। ତା ସହିତ ଆପଣମାନେ ବଥା ନ ହେବା ପାଇଁ ଆପଣ ସ୍ପେଡ୍ ଡି, ଆପଣଙ୍କୁ ଦେଖାଉଛି, ହେଉଛି ମେଡମେନର କମ୍ପାନୀର ସ୍ପେଡ୍ ଡି। 153 ଟଙ୍କା ଦାମ ଅଛି। ଆପଣଙ୍କୁ ଗୋଟେ ପିସ୍କୁ ଆପଣଙ୍କୁ 15 ଟଙ୍କା ପଡ଼ିବ। ତ ବେଶୀ ନେବେନି, ଆପଣ 4ଟା ନେଇପାରିବେ, ନହେଲେ 6ଟା ନେଇପାରିବେ। ସେରାପେପ୍ଟାଇଜ୍ ଏବଂ ଡାଇକ୍ଲୋଫେନାକ୍ ପୋଟାସିୟମ୍ ଟ୍ୟାବଲେଟ୍, এই ଟ୍ୟାବଲେଟ୍ଟି ଆପଣମାନେ ଖାଇବେ। ତାର କମ୍ପୋଜିସନ୍ ହେଉଛି ସେରାପେପ୍ଟାଇଜ୍ ହେଉଛି ଆପଣଙ୍କର 10 mg ଏବଂ ଡାଇକ୍ଲୋଫେନାକ୍ ହେଉଛି 50 mg। এই ଟ୍ୟାବଲେଟ୍ଟି ଆପଣମାନେ ସକାଳ ସନ୍ଧ୍ୟାରେ ଖାଇବେ। ଆପଣଙ୍କର ବଥା 1 ଦିନରେ ଆପଣଙ୍କ ବଥା ଗାୟବ ହୋଇଯିବ ଏବଂ ଆପଣଙ୍କୁ ଯେଉଁ ନଖ ମୁଣ୍ଡି ପାଚିଥିବ ତାହା ମଧ୍ୟ ଆପଣଙ୍କୁ ଭଲ ହୋଇଯିବ। ତ ଦର୍ଶକ ଭାଇମାନେ, ନଖ କୋଣ ଘା ବହୁତ କଷ୍ଟ ହେଉଛି। ନଖ କୋଣ ଯଦି ଘା ବହୁତ କଷ୍ଟ ହେଉଥିବ ଏବଂ ନଖ କୋଣରେ ପାଣି ପଶି ପଚି ଯାଉଛି, ନଖ ଫୁଲି ଯାଇଛି, ଦୁର୍ଗନ୍ଧ ହେଉଛି, ପୁଜ ବାହାରୁଛି, ତାହେଲେ ଆପଣମାନେ এই ମେଡ଼ିସିନକୁ ବ୍ୟବହାର କରିପାରିବେ ଟପିଫୋର୍ଟ NX ଲୋସନ୍। ତାର ଦାମ ଅଛି, ଦେଖନ୍ତୁ, ଦାମ ଅଛି 80 ଟଙ୍କା 70 ପଇସା ହେଲା। ବେଶୀ ଦାମ ନାହିଁ, 80 ଟଙ୍କା 70 ପଇସା ଅଛି। ଆପଣ ସବୁବେଳେ ଏକ୍ସପାୟରି ଦେଖିବେ, ଯେତେବେଳେ ଏକ୍ସପାୟରି ଦେଖିବେ ଏହାକୁ ଆପଣ ବ୍ୟବହାର କରନ୍ତୁ। ଚୁଟକିରେ କାମ କରିବ, ବହୁତ ଯାଦୁ ମନ୍ତ୍ର ପରିକା ଔଷଧ, ବହୁତ ସୁନ୍ଦର ଔଷଧ। ମୁଁ ଆପଣଙ୍କ ପାଇଁ ଭିଡ଼ିଓ ବନେଇଛି। ବହୁତ କଷ୍ଟ ହୁଏ, ନଖ ଯଦି ପଚି ଯାଇଥାଏ ତାହେଲେ ବହୁତ କଷ୍ଟ ହୁଏ। ତ ସେଥିପାଇଁ ମୁଁ ଖାସ୍ ଆପଣଙ୍କ ପାଇଁ এই ଭିଡ଼ିଓଟି ପ୍ରସ୍ତୁତ କରିଛି। ସ୍ପେଡ୍ ଡି ଟ୍ୟାବଲେଟ୍ ମଧ୍ୟ ବହୁତ ଛୋଟ ଛୋଟ, ଆପଣ ଗିଳିବାକୁ ସୁବିଧା ହେବ, ବହୁତ କଷ୍ଟ ହେବ ନାହିଁ, ବହୁତ ଛୋଟ ଅଛି। ତେଣୁକରି ମୁଁ ଏହାକୁ ଚଏସ୍ କରିଛି। ଆପଣ ଅନ୍ୟ କମ୍ପାନୀର ମଧ୍ୟ ଅଛି ଟ୍ୟାବଲେଟ୍, ବଥା ଟ୍ୟାବଲେଟ୍, ବଥା ପେନ୍କିଲର ଟ୍ୟାବଲେଟ୍ ଖାଇପାରିବେ, କିନ୍ତୁ ଏହାକୁ ଚଏସ୍ ସେଥିପାଇଁ କରିଛି ଯେ ବହୁତ ଛୋଟ ଟ୍ୟାବଲେଟ୍, ଆପଣଙ୍କୁ ବଥା ଗିଳିବାକୁ କଷ୍ଟ ହେବନି। ଯେଉଁମାନେ ମେଡ଼ିସିନ ଖାଇବାକୁ କଷ୍ଟ କରୁଛନ୍ତି ସେମାନଙ୍କ ପାଇଁ ବହୁତ ଭଲ ମେଡ଼ିସିନ। ତ ଦର୍ଶକ ଭାଇମାନେ, ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବେ। ସବସ୍କ୍ରାଇବ୍ ଯଦି କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ, ଖାସ୍ ମୋ ଚ୍ୟାନେଲରେ ଗ୍ରୋଥ୍ କରିବା ପାଇଁ। ଆପଣଙ୍କ ପାଇଁ ନେଉରା ହେଉଛି, ଆପଣ ଭିଡ଼ିଓଟି ଦେଖନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ। ଭଲ ଲାଗିଲେ କାହାର ଉପକାର ହୋଇପାରେ, ଆପଣଙ୍କ ଯଦି ଉପକାର ନ ହୋଇପାରେ କି ଆପଣଙ୍କ ଯଦି ପ୍ରୋବ୍ଲେମ୍ ନ ଥାଇପାରେ, ତ କାହାରି ତ ଅନ୍ୟ ଜଣଙ୍କର ପ୍ରୋବ୍ଲେମ୍ ଥିବ,
ତେଣୁ ଆପଣ ଭିଡ଼ିଓଟିକୁ ସେୟାର କରନ୍ତୁ ଖାସ୍ ତାଙ୍କରି ସେବା ପାଇଁ। हेलो फ्रेंड, वेलकम टू माय यूट्यूब चैनल अबाउट मेडिसिन ओडिया। नुआ नुआ वीडियो एमती देखिया पई आपण माने मो चैनल को लाइक सब्सक्राइब एवं शेयर करने को भूलंतु नहीं।